ପ୍ରଶ୍ନ ସାହିତ୍ୟ ସମାଜ ପାଖରେ ଅଙ୍ଗୀକାରବଦ୍ଧ ରହିବା ଉଚିତ କି? ଅଙ୍ଗୀକାରବଦ୍ଧ ସାହିତ୍ୟ ଏବଂ ଶାଶ୍ୱତ ସାହିତ୍ୟ ଭିତରେ ପାର୍ଥକ୍ୟ କ'ଣ? ସ୍ରଷ୍ଟାଙ୍କ ସୃଜନ ଦକ୍ଷତା ବଳରେ ଅଙ୍ଗୀକାରବଦ୍ଧ ସାହିତ୍ୟ ଶାଶ୍ୱତ ସାହିତ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିବ କି? ଉତ୍ତର: ଅଙ୍ଗୀକାରର ଦୁଇ ସ୍ତର ରହିଛି, ସ୍ୱାଭାବିକ ଅଙ୍ଗୀକାର ଏବଂ ସଂକଳ୍ପ ପ୍ରଣୋଦିତ ଅଙ୍ଗୀକାର। ଜଣେ ଯଦି ଆପଣାର ସନ୍ତୋଷ ବା ଆବଶ୍ୟକତା ସକାଶେ ଡାଏରୀ ଲେଖୁଥିବ ତେବେ ଅଲଗା କଥା। ନହେଲେ ଯେଉଁ ମୁହୂର୍ତ୍ତରେ ଲେଖକ ନିଜ ମାନସ ଚକ୍ଷୁରେ ବା କଳ୍ପନାରେ ତାଙ୍କ ନିଜର ପରିବାର ବା ଆତ୍ମୀୟ ଗୋଷ୍ଠୀ ବାହାରେ ତାଙ୍କ ରଚନାର କିଛି ଅଜଣା ପାଠକଙ୍କ ଛାୟାମୟ ରୂପ ଦେଖୁଥିବେ, ସେହି ମୁହୂର୍ତ୍ତରେ ସେ ମହାଶୟ ସ୍ୱାଭାବିକ ସ୍ତରରେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ ହୋଇପଡ଼ିଛନ୍ତି। ତାଙ୍କ ସମାଜ ଯେତେ ସୀମିତ ହେଉନା କାହିଁକି, ପାଠକ ସମାଜର ମନୋଯୋଗ ତାଙ୍କ ପ୍ରାପ୍ୟ ବୋଲି ସେ ଧରି ନେଇଛନ୍ତି। ଅତଏବ ତାଙ୍କ ଅବଦାନ ସେ ପ୍ରାପ୍ୟର ଯୋଗ୍ୟ ବୋଲି ସେ ପରୋକ୍ଷରେ ଘୋଷଣା କରୁଛନ୍ତି। ଏହା ହିଁ ତାଙ୍କର ସ୍ୱାଭାବିକ ଅଙ୍ଗୀକାର। ଜଣେ ଅକିଞ୍ଚିତକର ଲେଖକଠୁ ଆରମ୍ଭ କରି ଜଣେ ପ୍ରତିଭାବନ୍ତ ଲେଖକ ପର୍ଯ୍ୟନ୍ତ ଏହି ଦୃଷ୍ଟିରୁ ସମସ୍ତେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ। ଯଦି କୌଣସି ଲେଖକ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଯୋଗେ ସମାଜର ହିତ ବା ପରିବର୍ତ୍ତନ ସାଧନ କରିବା ଆଗ୍ରହରେ ଗଳ୍ପ, ଉପନ୍ୟାସ, ନାଟକ ବା କବିତା ରଚନା କରନ୍ତି, ଧରନ୍ତୁ ସମାଜରୁ ଅସ୍ପୃଶ୍ୟତା, ଅସମତା ବା ସୁରାପାନ ଅଭ୍ୟାସ ଦୂର କରିବା ପାଇଁ ଅଥବା ସରବ୍ୟ କରି କୌଣସି ସଂସ୍କାର, ଘଟଣା ଅଥବା ବ୍ୟକ୍ତିକୁ, ତାହା ସଂକଳ୍ପ ପ୍ରଣୋଦିତ ଅଙ୍ଗୀକାର। ଅତଏବ ସାହିତ୍ୟ ମାତ୍ରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସମାଜ ପ୍ରତି ଅଙ୍ଗୀକାରବଦ୍ଧ। ଔଚିତ୍ୟର ପ୍ରଶ୍ନ ନାହିଁ। ସମାଜ ବିନା ସାହିତ୍ୟର ପ୍ରତିଶ୍ରୁତି ଥାଇପାରେ, କିନ୍ତୁ ସାହିତ୍ୟର ଅଭିବ୍ୟକ୍ତି ଥାଇ ନପାରେ। ବର୍ତ୍ତମାନ ଆପଣଙ୍କର ପ୍ରଶ୍ନର ଦ୍ୱିତୀୟ ଏବଂ ତୃତୀୟ ଅଂଶ ଉପରେ ଧ୍ୟାନ ଦିଆଯାଉ। ଶାଶ୍ୱତ ଏକ ଚରମାତ୍ମକ ଅର୍ଥ ବାହକ ଶବ୍ଦ, ଯାହା ଚିରନ୍ତନ, କାଳଜୟୀ। ସୂର୍ଯ୍ୟ, ଚନ୍ଦ୍ର, ନଭମଣ୍ଡଳର ଜ୍ୟୋତିଷ୍କ ବର୍ଗ ଶାଶ୍ୱତ ବୋଲି ଆମେ କହିପାରୁ। ଜଣେ ଜ୍ୟୋତିର୍ବିଜ୍ଞାନୀ କିନ୍ତୁ ଆମ ସହ ଏକମତ ହେବେ ନାହିଁ। ଆମେ ଯଦି କହିବୁ ଆମେ ଆପେକ୍ଷିକ ଅର୍ଥରେ କହୁଛୁ, ବିଜ୍ଞାନୀ ଅବଶ୍ୟ ସହି ନେବେ। ତଥାପି ଆମକୁ ମନେ ରଖିବାକୁ ହେବ ଯେ ଅତୀତର କେତେ ସଭ୍ୟତା ଓ ସମାଜ କାଳ ଗର୍ଭରେ ବା ସମୁଦ୍ର ଗର୍ଭରେ ବା ଭାରତୀୟ ପରମ୍ପରା ଅନୁସାରେ ପ୍ରଳୟ ଯୋଗୁଁ ବିଲୁପ୍ତ ହେଲେଣି, ସେମାନଙ୍କ ସାହିତ୍ୟ ଓ ଅନ୍ୟାନ୍ୟ ଐଶ୍ୱର୍ଯ୍ୟ ସಮೇତ। ବସ୍ତୁତଃ ଗୋଟାଏ ତତ୍ତ୍ୱ ଅନୁସାରେ ବେଦ ଚଳିତ ସଭ୍ୟତାର ଅୟମାରମ୍ଭକାଳୀନ ଉଚ୍ଚାରିଣ ନୁହେଁ, ଏକ ପ୍ରଳୟପ୍ରାପ୍ତ ସଭ୍ୟତାର ଅବଶେଷ, ଯାହା ଚଳିତ ଯୁଗଚକ୍ରର ଚେତନାଗତ ଭିତ୍ତିର ଭୂମିକା ତୁଲାଇଛି। ମହାକାଳ ପାଇଁ ଶାଶ୍ୱତ କେବଳ ମାତ୍ର ମହାକାଳ। ଆମେ ଶାଶ୍ୱତ ଶବ୍ଦ ଆପାତତଃ ବ୍ୟବହାର କରିବା ଗତ କେତେ ଶତାବ୍ଦୀ ଧରି ବିଭିନ୍ନ ଦେଶ ଓ ସମାଜ ଅନ୍ତର୍ଭୁକ୍ତ ଯେଉଁ ସବୁ ସାହିତ୍ୟ କୃତି ନିରବିଚ୍ଛିନ୍ନ ଭାବରେ ବର୍ତ୍ତି ରହିଛନ୍ତି, ସେଇମାନଙ୍କ ଉଦ୍ଦେଶ୍ୟରେ, ଅର୍ଥାତ୍ ଯାହା ଦୀର୍ଘଜୀବୀ ସାହିତ୍ୟ। ଏଭଳି ସାହିତ୍ୟକୁ ତିନି ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇପାରେ: ପ୍ରାଣସ୍ପନ୍ଦିତ, ପ୍ରାଣବନ୍ତ ଏବଂ ଜୀବନ୍ତ। ସମଗ୍ର ବିଶ୍ୱ ସାହିତ୍ୟର ଇତିହାସରେ ପ୍ରଥମ ବା ପ୍ରାଣସ୍ପନ୍ଦିତ ଶ୍ରେଣୀରେ ଗଣ୍ୟ ହେବେ ମାତ୍ର ଦୁଇ ଗୋଟି ଗ୍ରନ୍ଥ, ରାମାୟଣ ଏବଂ ମହାଭାରତ। ଏହି ଦୁଇ ଗ୍ରନ୍ଥ ଯୁଗ ଯୁଗ ବ୍ୟାପୀ କୋଟି କୋଟି ମଣିଷଙ୍କ ଜୀବନକୁ ପ୍ରଭାବିତ କରିଚାଲିଛନ୍ତି। କହିବା ବାହୁଲ୍ୟ, ଏଠାରେ ମୁଖ୍ୟତଃ ସାହିତ୍ୟକୁ ବିଚାରକୁ ନିଆଯାଉଛି। ଭାଗବତ ବା ବାଇବେଲ ଭଳି ଗ୍ରନ୍ଥରେ ବିପୁଳ ସାହିତ୍ୟ ଉପାଦାନ ଥିଲେ ମଧ୍ୟ ସେସବୁ ଧର୍ମ ଗ୍ରନ୍ଥ ଭାବରେ ବିବେଚିତ। ସୁପ୍ରାଚୀନ ପୁରାଣ ଏବଂ ଜେଣ୍ଡ ଆଭେସ୍ତା ଠାରୁ ଆରମ୍ଭ କରି ଗ୍ରନ୍ଥସାୟ ପର୍ଯ୍ୟନ୍ତ ଧର୍ମଶାସ୍ତ୍ର ମାନଙ୍କରେ ମଧ୍ୟ ଚମତ୍କାର ସାହିତ୍ୟ ଉପସ୍ଥିତ। ସେମାନଙ୍କ ପାଖରେ ନତମସ୍ତକ ହୋଇ ସେମାନଙ୍କୁ ଏ ଆଲୋଚନା ପରିସର ବାହାରେ ରଖାଯାଉଛି। ଦ୍ୱିତୀୟ ବା ପ୍ରାଣବନ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ପ୍ରଖର ପ୍ରଜ୍ଞାମୟ ଉପନିଷଦ ସମୂହ, ପୁଣି ସାଧାରଣ ଜ୍ଞାନ ଓ ବିଜ୍ଞତାର ସମାବେଶ ଘଟିଥିବା କମ୍ବନଙ୍କ ତିରୁକୁରାଲ ଭଳି ସୃଜନୀ। ଅନ୍ୟ ଏକ ଦିଗରେ ଜାତକ କାହାଣୀମାଳା, ପଞ୍ଚତନ୍ତ୍ର ତଥା ବେତାଳ ବୃହତ୍ କଥା ବା କଥାସରି ସାଗରର କାହାଣୀମାଳା। ଧର୍ମ ବିଶ୍ୱାସ ନିର୍ବିଶେଷରେ ପୃଥିବୀରେ ଏଭଳି କୌଣସି ବିକଶିତ ରାଷ୍ଟ୍ରର ଲୋକସାହିତ୍ୟ ନାହିଁ ଯାହା ଏମାନଙ୍କ ଦ୍ୱାରା ପ୍ରଭାବିତ ହୋଇନାହିଁ। ସେକ୍ସପିୟରଙ୍କ ସାହିତ୍ୟ ଏହି ପ୍ରାଣବନ୍ତ ବର୍ଗ ଭିତରେ ଯିବ। ଏମାନେ ସର୍ବଦା ସତ୍ୟ। ଆମେ ନିଜ ସମୟର ବହୁ ସାହିତ୍ୟ ଦୀର୍ଘଜୀବୀ ହୋଇ ଏହି ପର୍ଯ୍ୟାୟରେ ପରିଣତ ହେବେ ବୋଲି ଆଶା, ଯଥା ରବୀନ୍ଦ୍ରନାଥ, ଫକୀର ମୋହନ, ପ୍ରେମଚାନ୍ଦ ଇତ୍ୟାଦିଙ୍କ କୃତି ଏବଂ ପୃଥିବୀର ବହୁ ସାହିତ୍ୟ ସମ୍ଭାର। ଅବଶ୍ୟ ଏସବୁ ନିଜ ନିଜ ଭାଷା ଓ ଦେଶ ପରିପ୍ରେକ୍ଷୀରେ ପ୍ରାଣବନ୍ତ।
क्वचित केतेक श्री अरविंदଙ୍କ भଳି देशान्तରରେ प्राणवନ୍ତ। तेबे श्री अरविंदଙ୍କୁ कौनसी श्रेणीभुक्त करने लेखक अक्षम। तांक महत्तम कृति सावित्री महाकाव्य उपरे शह शह सन्थଙ୍କ आलोचना एवं गवेषणात्मक संदर्भ प्रस्तुत होइथिले मध्य यथार्थ मूल्यायन एजावत होई नाही। तृतीय बा जीवंत साहित्यर अंतर्भुक्त भारतवर्षर महाकवि कालिदास एवं महान स्रष्टा भवभूति, भारवी, शूद्रक, विशाखा दत्त, अश्व घोष, तामिल शिल्पास्पदीकरणर लेखक इलांगो आडिगाल, भर्तृहरि प्रमुखଙ୍କ रचना तथा पृथ्वीर आहुरी बहु सार्थक सृष्टि नमूना भाव में तालिका दीर्घतर हो चली। ए श्रेणीर विभाग प्राणवंत एवं जीवंत साहित्य भितर गुणगत तारतम्य दर्शाऊ नाही, व्यावहारिक वास्तवता दर्शाउछन्ति। जीवंत पर्यायर शाश्वत साहित्य भितरु केतेक कृतिर उत्कर्ष प्राणवंत श्रेणीर केतेक कृतिठारु अधिक भी होई पारे, किंतु आज एमानकु आमे प्रयोजन बेले विश्वविद्यालय पाठ्य भाव इतिहास बा गवेषणामूलक कार्य सकाशे पाठ करू, व्यक्तिगत आनंद बा आलोक आहरण पाई प्रायत नुहे। एमानक भितरे सुधी समाजर चेतनार सर्वाधिक निकटतर अवश्य कालिदास। एही तीन श्रेणीर शाश्वत साहित्य स्तर को अंगीकार धर्मी रचना उन्नीत होई पारिबो कि? अवश्य पारिबो। निर्भर करे लेखकर प्रेरणा और शैलीगत दक्षता उपरे। अमेरिका रे कला लोकंकर एवं इंग्राजी जुगरे भारत रे बाहा बगीचा श्रमिक मानक दयनीय अवस्थार वास्तवता परिवेषण निमंते अंगीकार भित्तिक दुई उपन्यास यथाक्रमे श्रीमती हारिएट पिचार स्टोंकर अंकल टम्स कैबिन एवं मुलक राज आनंदଙ୍କ टू लिव्स एंड ए बर्ड महत् साहित्य। किंतु स्टालिन जुगरे रूस भूखंडर प्राय समस्त लेखकों समाजवादी वास्तवता को अंगीकार भाव ग्रहण करने को बाध्य करी प्रकृत सृजनशीलता को बेस केते दशंधि पर्यंत निष्क्राण कर दिया जायथिला। केही समालोचक मजारे कहती प्रेमरसात्मक उपन्यासर निर्यास जो बॉय मीट्स गर्ल स्टालिन शासित रूस रे ताहा बॉय मीट्स ट्रैक्टर रे पर्यवेसित होइथिला। सौजन्य जिज्ञासार दिग्दिगंत लेखक मनोज दास।